ବନ୍ଧୁଗଣ ନମସ୍କାର। ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ପ୍ରକ୍ରିୟା ମାନ୍ୟବର ହାଇକୋର୍ଟଙ୍କ ପାଖରେ ସଂରକ୍ଷିତ ରହିଛି। ଯଦିଓ ଶୁଣାଣି ସରିଯାଇଛି, ତାହାକୁ ଚିଫ୍ ଜଷ୍ଟିସ୍ ସଂରକ୍ଷିତ ଅବସ୍ଥାରେ ରଖିଛନ୍ତି। ତେବେ ଡିସେମ୍ବର 3rd ୱିକ୍ ମଧ୍ୟରେ 3 ମାସ ଅବଧି ସରିବା ପୂର୍ବରୁ ଏହାର ଫାଇନାଲ୍ ଅର୍ଡ଼ର ନିଶ୍ଚିତ ଭାବରେ ସାର୍ବଜନୀନ ହେବ। ତେବେ ଏହା ପୂର୍ବରୁ ପ୍ରାୟ 4 ମାସ ତଳେ ସିଙ୍ଗିଲ୍ ବେଞ୍ଚ ଅର୍ଡ଼ର ଅନୁସାରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ 11/2/11 ପରେ ଗ୍ରାଜୁଏସନ୍ କରିଥିବେ ତାଙ୍କୁ OTET ମ୍ୟାଣ୍ଡେଟରୀ ବୋଲି ରାୟ ପ୍ରକାଶ ପାଇଥିଲା। ତାହା ଅଦ୍ୟାବଧି ବଳବତ୍ତର ରହିଛି। ନିକଟରେ ରାୟଗଡ଼ା ଜିଲ୍ଲାର 2 ଜଣ ଶିକ୍ଷକ ଶିକ୍ଷୟିତ୍ରୀ 11/2/11 ପରେ ଗ୍ରାଜୁଏସନ୍ କରି କ୍ୟାଟେଗୋରୀ 2ରେ କାହିଁକି ସ୍ଥାନିତ ହେବେ ନାହିଁ ବୋଲି ଚ୍ୟାଲେଞ୍ଜ କରିଥିଲେ। ସେଥିରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସେହି କୋର୍ଟର ରାୟଟିକୁ ପ୍ରକାଶ କରିଛନ୍ତି। ତେବେ ଏଥିରେ ଅନ୍ୟମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଡବଲ ବେଞ୍ଚର ଅର୍ଡ଼ର ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ, କାରଣ ଡବଲ ବେଞ୍ଚର ରାୟ ହିଁ ଫାଇନାଲ୍ ଏବଂ ତାହା ହିଁ ପଦୋନ୍ନତି ପ୍ରକ୍ରିୟାର ମାନକୁ ନିର୍ଦ୍ଧାରଣ କରିବ। ସେଥିପର୍ଯ୍ୟନ୍ତ କୌଣସି ବ୍ୟସ୍ତ ବିବ୍ରତ ହେବାର କାରଣ ନାହିଁ। ଧନ୍ୟବାଦ।